भगवते वासुदेवाय। एकादश अध्याय विश्वरूप दर्शन। अर्जुन उवाच तदन्ते कहिले अर्जुन हे सखा कह एबे पुण आध्यात्म गुप्त कथा मान मते जा कहिले आपण तोर वचने मोह मोर दूर होइला दामोदर। अर्जुन कहिले हे सखा आध्यात्म गुप्त कथा मान जहा कहिले एथिरे मोर मोह दूर हैला। आहे कमल पत्र नेत्र होइला एबे मो प्रतीत तुम्भर ठारु भूत गण लभन्ति जन्म मरण अव्यक्त महात्म्य तपुणी भल रूपरे मुहि जानी हे नरोत्तम परमेश तुम्भ विषय विशेष जहा तो करिल वर्णन संदेह तहि नुहे मन सेहि ईश्वर रूप तोर देखिबा पाई इच्छा मोर हे जोगेश्वर से रूपकू मुझेबे सख्य देखिबाकू ए कुरुक्षेत्र से अव्यय रूप देखान्तु दयामय। श्री भगवान उवाच से लोकित रूप मोर देख हे एबे पार्थ वीर सहस्र पद आखि कर्ण सहस्र मस्तक बदन हे कमलपत नेत्र तो ठारु भूतगण जन्म लभन्ति तोर महात्म्य अव्यक्त एहा मु जानिली। हे परमेश्वर तोर जे विश्वव्यापी ऐश्वरिक रूप अनुग्रह करी मते देखाओ। हे जोगेश्वर मु तोर सही विश्वव्यापी रूपकू देखिबाकू इच्छा करे जेबे से रूप देखिबाकू मु उपयुक्त बोली मने करू तेबे एही कुरुक्षेत्र रे मते से रूप देखाओ। हे अर्जुन मोर से अलौकिक विराट रूपकू एबे देख सहस्रपद आखि कर्ण मस्तक और सहस्र बदन थिबारु मो नाम अनंत शुक्लपीत रक्तादि वर्णरे जेते जेते चित्रित होइछि पशु आदि राक्षस भुजंग देवता पक्ष पतंग प्राणी ठारू देव जाए मोर निज देह अटे। आदित्य बसु रुद्रगण अश्विनी सुत मरुत्वान एमाने जे रूप देखि नथिले हे भ्रत वंशधर तू सही रूप देख से रूप नहिबारु अंत नाम मोटई अनंत शुक्लपीत कृष्ण रक्तादि ए जेते वर्णम चित्रादि पशु राक्षस भुजंगम देवता पक्ष पतंगम प्राणी ठावरु देव जाए मोहर निज देह हुए आदित्य वसु रुद्रगण अश्विनी सुत मरुतान न देखिथिले जे शरीर देखता भ्रत वंशधर ए सबु ए देह रे मोर एकत्रे अछि चराचर जे सबु जगते देखिछु जा देखिबाकू तू हिछु से सबु देख मो शरीरे हे गुड़ा केश उचितरे मोर ए रूप देखिबारे
ଶକ୍ତି ନାହିଁ ତ ଏ ନେତ୍ରରେ, ତେଣୁ ଦେଉଛି ଦିବ୍ୟ ଚକ୍ଷୁ, ଦେଖ ମୋ ବିରାଟ ରୂପକୁ। ଯୋଗ ଐଶ୍ୱର୍ଯ୍ୟର ଭଣ୍ଡାର, ଦେଖିଲେ ଜ୍ଞାନ ହେବ ଦୂର। ଯାହା ସବୁ ଜଗତରେ ଦେଖିଛୁ, ଯାହା ଦେଖିବାକୁ ଇଚ୍ଛା କରିଛୁ, ସେ ସବୁ ମୋ ଦେହରେ ଏକତ୍ରରେ ଅଛି। ତୁ ଦେଖ, ମୋର ଏହି ରୂପ ଦେଖିବାକୁ ତୋର ଏ ନେତ୍ରରେ ଶକ୍ତି ନାହିଁ, ତେଣୁ ମୁଁ ତୋତେ ଦିବ୍ୟ ଚକ୍ଷୁ ଦେଉଅଛି। ସେହି ଜ୍ଞାନ ଚକ୍ଷୁରେ ଐଶ୍ୱର୍ଯ୍ୟ ଭଣ୍ଡାର ମୋର ବିରାଟ ରୂପକୁ ଦେଖି ଜ୍ଞାନ ଲାଭ କର। ଏତେ କହିଣ ତାହାପର, ସେ ହରି ମହାଯୋଗେଶ୍ୱର। ଉତ୍ତମ ରୂପରେ ଐଶ୍ୱର୍ଯ୍ୟ, ପାର୍ଥେ ଦେଖାନ୍ତି କୁରୁରାଜ। ବହୁତ ନୟନେ ବଦନ, ଅନେକ ଆଶ୍ଚର୍ଯ୍ୟ ଦର୍ଶନ। ଦିବ୍ୟାଳଙ୍କାରରେ ଭୂଷିତ, ବିବିଧ ପ୍ରହରଣାବୃତ। ଦିବ୍ୟମାଳ ଦିବ୍ୟ ଅମ୍ବର, ଦିବ୍ୟ ସୁଗନ୍ଧ କଳେବର। ସମସ୍ତ ଆଶ୍ଚର୍ଯ୍ୟ ପ୍ରକାଶ, ଚତୁର୍ଦିଗେ ଅସଂଖ୍ୟ ଆସ୍ୟ। ଏହି ଯେ ବିଶ୍ୱରୂପ ତାର, ଦେଖିବ ଅଟେ ବହୁ ଦୂର। ମନ କଳ୍ପନାରୁ ଅତୀତ, ଜ୍ଞାନରେ ହୁଏ ତା ପ୍ରତୀତ। ଆକାଶେ ଯେବେ ଏକତ୍ରରେ, ସହସ୍ରେ ସୂର୍ଯ୍ୟ ଜ୍ୟୋତି ଧରେ। ତେବେ ବା ସେ ଜ୍ୟୋତି ସମାନ, ଉପମାନ ହେବ ରାଜନ। ସଞ୍ଜୟ କହିଲେ, ହେ ରାଜା, ଶ୍ରୀକୃଷ୍ଣ ପାର୍ଥକୁ ଏହା କହି ଉତ୍ତମ ଭାବରେ ତାଙ୍କର ଐଶ୍ୱର୍ଯ୍ୟ ରୂପ ପାର୍ଥକୁ ଦେଖାଇଲେ। ତାଙ୍କ ଶରୀରରେ ବହୁ ବଦନ ଓ ଅନେକ ନୟନ, ଆଶ୍ଚର୍ଯ୍ୟ ଦର୍ଶନ ଜିନିଷ ସବୁ ଥିଲା ଓ ତାହା ନାନା ପ୍ରକାର ପ୍ରହରଣବୃତ ଏବଂ ଦିବ୍ୟ ଅଳଙ୍କାରରେ ଭୂଷିତ ହୋଇଥାଏ। ଦିବ୍ୟ ମାଳ, ଦିବ୍ୟ ପଟ୍ଟବସ୍ତ୍ର, ଦିବ୍ୟ ସୁଗନ୍ଧ, ଦେହ, ଚାରିଆଡ଼େ ଅସଂଖ୍ୟ ମୁଖ, ଏ ସମସ୍ତ ଆଶ୍ଚର୍ଯ୍ୟ ରୂପେ ପ୍ରକାଶ ପାଇଥାଏ। ଏହି ଯେ ଭଗବାନଙ୍କର ବିଶ୍ୱରୂପ, ତାହା ଦେଖିବା ତ ଦୂରର କଥା, ତାହା ମନ ଓ କଳ୍ପନାରେ ବାହାରେ, କେବଳ ଜ୍ଞାନ ବଳରେ ଜଣାଯାଏ। ସହସ୍ର ସୂର୍ଯ୍ୟ ଏକତ୍ରେ ଆକାଶରେ ଉଦୟ ହେଲେ ସେ ଯେତିକି ସମାନ ହେବ ନାହିଁ। ବୃକ୍ଷ ପର୍ବତ ନଦୀ ନଦ, ସକଳ ପ୍ରାଣୀ ସେ ସମୁଦ୍ର। ଏହି ଯେ ସମସ୍ତ ଜଗତ, ବିଭିନ୍ନ ଅଂଶରେ ବ୍ୟାପିତ। ଏକାଂଶେ ସେ ହରି ଦେହରେ, ଅର୍ଜୁନ ଦେଖଇ ଜ୍ଞାନରେ। ହୋଇଣ ଚକିତ ଅର୍ଜୁନ, ପୁଲକେ କରକୁ ଯୋଡ଼ିଣ। ପ୍ରଣାମ କରି ନତ ଶିରେ, କହିଲେ କର ଯୋଡ଼ି ଖରେ। ଅର୍ଜୁନ ବାଚ, ହେ ନାରାୟଣ ଜଗତ୍କର୍ତ୍ତା, ଅଦ୍ଭୁତ ତୋହର କ୍ଷମତା। ହେ ଦେବ ତୁମ୍ଭର ଶରୀରେ, ଦେଖଇ ମୁଁ ସମସ୍ତ ସୁରେ। ସର୍ବ ପ୍ରକାର ପ୍ରାଣୀଗଣ, ପଦ୍ମାସନରେ ପଦ୍ମାସନ। ଋଷି ସମୂହ ସମର୍ପଣ, ଆଶ୍ଚର୍ଯ୍ୟ ଯାହା ପରିମାଣ। ଅର୍ଜୁନ ଜ୍ଞାନ ନେତ୍ର ବଳରେ ଏହି ସମସ୍ତ ଜଗତ ହରିଙ୍କର ଦେହରେ ଏକତ୍ର ସମାବେଶ ହୋଇ ବିଭିନ୍ନ ଅଂଶରେ ବିଦ୍ୟମାନ ଥିବାର ଦେଖିଲେ। ଅର୍ଜୁନ ଏ ରୂପ ଦେଖି ଚକିତ ହୋଇ ପ୍ରେମ ପୁଲକରେ କରଯୋଡ଼ି କରି ପ୍ରଣାମ କରି କହିଲେ। ଅର୍ଜୁନ କହିଲେ, ହେ ଦେବ, ତୁମ୍ଭର ଶରୀରରେ ଦେବତା, ପ୍ରାଣୀଗଣ, ବ୍ରହ୍ମା, ଋଷି ସମୂହ, ସର୍ପଗଣ ଏ ସମସ୍ତଙ୍କୁ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି। ହେ ବିଶ୍ୱ ଦେହି ବିଶେଷର, ତ ବିଶ୍ୱରୂପ ଦେଖି ମୁହିଁ।
ଶରୀରେ ତୋହର ଦେଖଇ ଅସଂଖ୍ୟ ବାହୁ ତୋର ହୋଇ ଅସଂଖ୍ୟ ଉଦର ନୟନ ପୁଣିତ ଅସଂଖ୍ୟ ବଦନ ଅସୀମ ଆଦି ଅନ୍ତ ନାହିଁ ମୁଁ ତାହା ଖୋଜିଣ ନ ପାଇ ମୁକୁଟ ଗଦା ଚକ୍ର କର ଅତ୍ୟନ୍ତ ତେଜତ ଶରୀର ଅନଳର ବିପରି ତୁହି ସମସ୍ତ ଦୀପ୍ତି ତୋର ତହିଁ ଯେବେ ଦୁର୍ଦଶନୀୟ ତୁହି ତେବେ ମୁଁ ସର୍ବତ୍ର ଦେଖଇ ହେ ହରି ତୁହି ବରଂ ବ୍ରହ୍ମ ଜ୍ଞାତବ୍ୟ ତୁ କରୁଣା ଧାମ। ହେ ବିଶ୍ୱଦେହୀ ବିଶେଶ୍ୱର, ଦେଖୁଅଛି ତୋର ଶରୀରରେ ଅସଂଖ୍ୟ ବାହୁ ଅସଂଖ୍ୟ ଉଦର ଅସଂଖ୍ୟ ନୟନ ଅସଂଖ୍ୟ ବଦନ ରହିଅଛି। ମୁଁ ମୋର ବିବେକ ବଳରେ ସେସବୁ ଆଲୋଚନା କରି ତାର ଆଦି ଅନ୍ତ ଖୋଜି କରି ପାଇଲି ନାହିଁ। ମୁକୁଟ ଗଦା ଚକ୍ର ତୋର ଶରୀରରେ ତେଜ ଅତ୍ୟନ୍ତ ଅନଳର କିପରି ଦୀପ୍ତି ଯାହା ଦୁର୍ଦଶନୀୟ ତାହା ସବୁ ମୁଁ ତୋ ଶରୀରରେ ଦେଖିଲି। ହେ ହରି, ତୁ ପରମ ବ୍ରହ୍ମ କରୁଣାଧାମ ସଂସାରର ଶ୍ରେଷ୍ଠାଶ୍ରା ପୁରୁଷ ଶ୍ରେଷ୍ଠ ସର୍ବଦା ସ୍ଥାୟୀ ପରମ ବ୍ରହ୍ମ। ସଂସାର ଶ୍ରେଷ୍ଠ ଆଶ୍ରା ତୁହି ପୁରୁଷ ଶ୍ରେଷ୍ଠ ତୋର ଦେହି ମୁଁ ଭାବେ ସର୍ବଦା ତୁ ସ୍ଥାୟୀ ଧର୍ମ ପାଳନ ତୋତେ କହି ତ ଆଦ୍ୟ ମଧ୍ୟ ଅନ୍ତ ନାହିଁ ଅସୀମ ପ୍ରଭାଶାଳୀ ତୁହି ତ ମୁଖ ଅସଂଖ୍ୟ ଅଟଇ ଚନ୍ଦ୍ର ସୂର୍ଯ୍ୟ ତ ନେତ୍ର ଦୁଇ ଜ୍ୱଳନ୍ତ ଅନଳ ସମାନ ତ ମୁଖ ଜ୍ୟୋତି ଦୀପ୍ତିମାନ ତ ନିଜ ତେଜ ବଳେ ବିଶ୍ୱ ଦେଖୁଛି ଦହୁଛି ସମସ୍ତ ହେ ଦେବ ଭୂମି ସ୍ୱର୍ଗ ବେନି ପାତାଳକୁ ଯେ ସଙ୍ଗେ ଘେନି ଏହି ସମସ୍ତ ଠାରେ ତୁହି ବିଶ୍ୱରୂପରେ ଥାଉ ରହି ତୋହର ଏ ଉତ୍ତମ ରୂପ ଦେଖିଣ ତ୍ରିଦଶ ବିମୁଖ ଦେବମାନେ ଭୟେ କାତର ଶରଣ ଯାନ୍ତି ତୋ ପୟର ତୋର ଆଦି ଅନ୍ତ ମଧ୍ୟ କେହି ପାଇନାହିଁ କି ପାଇବେ ନାହିଁ। ତୋର ଅନନ୍ତ ସୁଖ ଓ ଅସଂଖ୍ୟ ଚନ୍ଦ୍ର ସୂର୍ଯ୍ୟ ପରି ଦୁଇ ନେତ୍ର ତୋର ମୁଖର ଜ୍ୟୋତି ଜଳନ୍ତା ନିଆଁ ପରି ତୋର ନିଜର ତେଜ ବଳରେ ସମସ୍ତ ବିଶ୍ୱ ଦହନ ହେଉଛି ଏହା ମୁଁ ଦେଖୁଛି। ହେ ଦେବ, ଭୂମି ସ୍ୱର୍ଗ ପାତାଳ ତୁ ସର୍ବତ ବ୍ୟାପୀ ଅଛୁ। ତୋର ଏ ରୂପ ଦେଖି ଦେବତାମାନେ ଭୟ କରି ଶରଣ ଯାଆନ୍ତି, କେହି କରଯୋଡ଼ି ସ୍ତୁତି କରନ୍ତି, ମହର୍ଷି ସିଦ୍ଧଗଣ ସ୍ତୋତି ସ୍ତୋତି କହି ତୋର ମହିମା ଗାନ କରନ୍ତି। ପୁଣି ବା କେହି କର ଯୋଡ଼ି ସେବା ପରନ୍ତି ପାଦେ ପଡ଼ି ମହର୍ଷି ସିଦ୍ଧ ଗଣେ ପୁଣି ମୁଖରେ ସ୍ୱସ୍ତି ସ୍ୱସ୍ତି ଭଣି ସେ ସର୍ବେ ସ୍ତୁତି ବଚନରେ ତସ୍ତବ ଗାନ୍ତି ମୁଖରେ ରୁଦ୍ର ଆଦିତ୍ୟ ବସୁ ସାଧ୍ୟ ବିଷେଦେବାଗ୍ନିସୁର ମଧ୍ୟ ବସୁଦେବ ରୁଦ୍ର ଆଦିତ୍ୟ ସାଧ୍ୟ ଦେବ ଯେ ବିଶ୍ୱନାଥ ଯୁଗଳ ଅଶ୍ୱିନୀ କୁମାର ମରୁତ ଆବର ସକଳ ପିତୃ ସର୍ବଜେ ଭସ୍ମ ଭୋଜି ଅସୁର ଗନ୍ଧର୍ବ ସିଦ୍ଧାଦି ଯକ୍ଷ ଗନ୍ଧର୍ବ ସୁର ଗଣ ଆଶ୍ଚର୍ଯ୍ୟ କରନ୍ତି ଦର୍ଶନ ହେ ମହାବାହୁ ବିଶ୍ୱମ୍ବର
ଅସଂଖ୍ୟ ମୁଖ ଅଟେ ତୋର, ଅସଂଖ୍ୟ ଚକ୍ଷୁ ଦୀପ୍ତିମନ୍ତ, କର ଚରଣ ତ ବହୁତ, ଅସଂଖ୍ୟ ଦନ୍ତ ତୀକ୍ଷ୍ଣ ତୋର, ଦେହ ତ ଅତି ଭୟଙ୍କର, ଦେଖି ସମସ୍ତେ ଭୀତତ୍ରସ୍ତ, ମୁଁ ମଧ୍ୟ ଭୟରେ ଆସକ୍ତ, ଜୟ ବିହୁଳ ମୁଁ ହୋଇ, ତୋର ଅଦ୍ଭୁତ ରୂପ ଚାହିଁ। ରୁଦ୍ର, ଆଦିତ୍ୟ, ବସୁ, ସାଧ୍ୟ, ବିଶ୍ୱଦେବା, ଅଶ୍ଵିନୀ, କୁମାରଦ୍ୱୟ, ମାରୁତଗଣ, ଉଷ୍ଣସାୟୀ, ପିତୃଗଣ ଏବଂ ଗନ୍ଧର୍ବ, ଯକ୍ଷ, ଅସୁର ଓ ସିଦ୍ଧ ଏମାନେ ସମସ୍ତେ ତୋ ରୂପକୁ ଆଶ୍ଚର୍ଯ୍ୟ ହୋଇ ଦର୍ଶନ କରନ୍ତି। ହେ ମହାମହିମ ମହାବାହୁ ବିଶ୍ୱମ୍ବର, ତୋର ଅସଂଖ୍ୟ ମୁଖ ମୁଁ ଦେଖୁଛି, ଅସଂଖ୍ୟ ଦୀପ୍ତିମନ୍ତ ଚକ୍ଷୁ, ଅସଂଖ୍ୟ କର, ଅସଂଖ୍ୟ ଚରଣ, ଅସଂଖ୍ୟ ଭୟଙ୍କର ତୀକ୍ଷ୍ଣ ଦନ୍ତ ଦେଖି ସମସ୍ତେ ଭୀତତ୍ରସ୍ତ, ମୁଁ ମଧ୍ୟ ଭୟରେ ବିହ୍ୱଳ ହୋଇ ପଡ଼ୁଛି। ଆକାଶେ ଲାଗିଛି ତୋ ଦେହ, ଅନେକ ବର୍ଣ୍ଣ ଦୀପ୍ତିମୟ, ବ୍ୟାପିତ ତେଜସ୍ୱୀ ବଦନ, ବହୁ ଦମ୍ଭ ତପ ଘନ, ବିଶାଳ ନୟନ ତୋ ଦେଖି, ଭୟ ଧୈର୍ଯ୍ୟ ନ ପାରେ ରଖି, କରାଳ ଦନ୍ତ ମୁଖ, ପ୍ରଳୟାନଳ ସମକକ୍ଷ, ଅସଂଖ୍ୟ ଚନ୍ଦ୍ର ସୂର୍ଯ୍ୟ ଚାହିଁ, ଦିଗ ମୁଁ ବାରି ନ ପାରଇ, ଭାବିଥିଲି ତୋ ବିଶ୍ୱରୂପ, ଦେଖି ଖଣ୍ଡିବି ମୋର ପାପ, ଯାହା ଦେଖିଣ ମତି ଛନ, ହୁଅ ତୁ ବେଗେ ଶାନ୍ତ ମନ, ଧୃତରାଷ୍ଟ୍ରଙ୍କ ପୁତ୍ର ଗଣ, ସର୍ବନୃପତି ସହିତେଣ, ଭୀଷ୍ମ ଦ୍ରୋଣ କର୍ଣ୍ଣାଦି ପୁଣ, ଯେତକ ମହାଯୋଦ୍ଧା ଗଣ, ସମସ୍ତ ଦେଖେ ତୋ ଦେହରେ, ପଶନ୍ତି ସର୍ବେ ଏକତ୍ରରେ, ତୋର ଦେହ ଆକାଶକୁ ବ୍ୟାପିଛି, ଦୀପ୍ତିମୟ ଅନେକ ବର୍ଣ୍ଣ ବଦନ ତେଜ ପ୍ରକାଶ ପାଉଛି, ତୋର ଶରୀର ଓ ବିଶାଳ ନୟନ ଦେଖି ମୁଁ ଭୟରେ ଧୈର୍ଯ୍ୟ ଧରି ପାରୁନାହିଁ, ତୋର ପ୍ରଳୟାନଳ ସମାନ କରାଳ ଦନ୍ତଯୁକ୍ତ ମୁଖରେ ଅସଂଖ୍ୟ ଚନ୍ଦ୍ରସୂର୍ଯ୍ୟଙ୍କୁ ଦେଖି ମୁଁ ଭୟରେ ଦିଗ ବାରି ପାରୁନାହିଁ, ଭାବିଥିଲି ତୋର ବିଶ୍ୱରୂପ ଦେଖି ପାପ ଖଣ୍ଡନ କରିବି, ଯେଉଁ ରୂପ ଦେଖି ମୋର ମୁଣ୍ଡ ଘୂରି ଯାଉଛି, ପ୍ରାର୍ଥନା କରେ ତୁ ସେ ରୂପରୁ କ୍ଷାନ୍ତ ହୁଅ, ଧୃତରାଷ୍ଟ୍ରଙ୍କ ପୁତ୍ରଗଣ, ସମସ୍ତ ନୃପତି, ଭୀଷ୍ମ, ଦ୍ରୋଣ, କର୍ଣ୍ଣାଦି ମହାଯୋଦ୍ଧଗଣ ସମସ୍ତେ ଏକତ୍ରରେ ତୋ ଦେହରେ ପଶନ୍ତି। ଏମାନେ ଅତ୍ୟନ୍ତ ବେଗରେ ପଶନ୍ତି ତୋହର ମୁଖରେ, ବୃହତ ଅତ୍ୟନ୍ତ ବେଗରେ ପଶନ୍ତି ତୋହର ମୁଖରେ, ଦନ୍ତ ସନ୍ଧିରେ ଚୂର୍ଣ୍ଣୀଭୂତ ହେବାରେ ମୁହିଁ ଦେଖଇତ, ଯେପରି ସମସ୍ତ ନଦୀର ସ୍ରୋତ ସମସ୍ତ ବହିଧାର, ସମୁଦ୍ର ମୁହଁରେ ପଶନ୍ତି, ସେଠାରେ ମିଶିଣ ସେ ଯାନ୍ତି, ସେପରି ଏହି ବୀରମାନେ ନରଲୋକରେ ଯେତେ ଗଣେ, ତୋହର ମୁଖରେ ପଶନ୍ତି, ଏକତ୍ରରେ ସେ ମିଳାବନ୍ତି, ଯେପରି ପତଙ୍ଗ ସମସ୍ତ ମରିବା ପାଇଁ କିଆଗତ, ଅଗ୍ନିରେ ପଡ଼ନ୍ତି ସେ ଯାଇ, ତେସନ ସେହିମାନେ ହୋଇ, ମାୟାରେ ଭୁଲି ମୃତ୍ୟୁ ପାନ୍ତି, ତୋର ମୁଖରେ ସେ ପଶନ୍ତି। ଏମାନେ ଖୁବ୍ ବେଗରେ ତୋ ମୁହଁରେ ପଶି ତୋ ଦନ୍ତରେ ଚୂର୍ଣ୍ଣୀଭୂତ ହେବାର ମୁଁ ଦେଖେ, ନଦୀ ସ୍ରୋତ ସବୁ ଯେପରି ସମୁଦ୍ରରେ ମିଶି ନିଜସ୍ୱ ହରାନ୍ତି, ନରଲୋକରେ ସମସ୍ତ ବୀର ଅବୀରମାନେ ତୋ ମୁହଁରେ ପଶି ମିଳାଇ ଯାଆନ୍ତି। ହେ ମହାବାହୁ, ମୁଁ ଦେଖୁଅଛି ଯେପରି ପତଙ୍ଗମାନେ ଅଗ୍ନିରେ ପଡ଼ି ଭସ୍ମ ହୁଅନ୍ତି, ସେହିପରି ସମସ୍ତ ପ୍ରାଣୀ ତୋର ମାୟାରେ ଭୁଲି ମୃତ୍ୟୁ ଲୋଭି ତୋ ମୁହଁରେ ପଶନ୍ତି। ଯେହ୍ନେ ଜଳିତ ହୁତାସନ, ତେହ୍ନେ ଦିଶୟିତ ବଦନ, ସମସ୍ତ ଦିଗବାସୀ ଯେତେ ପଶନ୍ତି ସେ ମୁଖେ ନିଶ୍ଚିତେ, ତୋ ଭକ୍ତ ଯୁକ୍ତ ଓଷ୍ଠାଧାର, ଲେହ ନ କରୁ ବାରମ୍ବାର, ପୁଣି ତୋ ଦୀପ୍ତ ତେଜ ରାଶି, ନିଜ ତେଜକୁ ପରକାଶି, ସର୍ବଜଗତେ ପୂର୍ଣ୍ଣ ହୁଏ, ନାନାଦି ସନ୍ତାପକୁ ଦିଏ, ଏ ଯେ ପ୍ରକାଣ୍ଡ ରୂପ ତୋର, କିଏ ତୁ କହ ଦାମୋଦର, ଜାଣି ନ ପାରେ ତୋର ଦେହ, ମତେ ତୁ ଦୟା ବହି କହ, ତୋ ପାଦେ କରେ ନମସ୍କାର, ପ୍ରସନ୍ନ ହୁଅ ମୋ ଉପର, ଯେପରି ତୁ ସର୍ବକାରଣ, ଜାଣିବି ଏହି ନିବେଦନ, ଯେଣୁ ତୁ ଚେଷ୍ଟାର ଅତୀତ, ସଦୟ କୁହ ଏହି ତତ୍ତ୍ୱ, ପ୍ରଳୟ ଜ୍ୱଳନ୍ତ ଅନଳ ତୁଲ୍ୟ ତୁମ୍ଭ ପାଖରେ ସମସ୍ତ ଦିଗବାସୀ ପଶି ଯାଆନ୍ତି, ତୁମ୍ଭେ ତୁମ୍ଭର ରକ୍ତଯୁକ୍ତ ଓଷ୍ଠାଧରକୁ ବାରମ୍ବାର ଚାଟୁଅଛ, ପୁଣି ତୁମ୍ଭ ଦେହର ତେଜ ରାଶି ସମସ୍ତ ଜଗତର ପୂର୍ଣ୍ଣ ହୋଇ ନାନା ପ୍ରକାରର ସନ୍ତପ କରୁଅଛି। ହେ ପ୍ରଭୁ, ତୋର ଏ ଯେଉଁ ଦିଗନ୍ତ ବ୍ୟାପୀ ପ୍ରକାଣ୍ଡ ରୂପ ମୁଁ ଦେଖିଲି, ଏ ଦେବବର, ତୁ କିଏ ସେ ମୋତେ କୁହ, ଚେଷ୍ଟାର ଅତୀତ ଓ ସର୍ବକାରଣ ଏହି ତତ୍ତ୍ୱକୁ ମୁଁ ଯେପରି ଜାଣିପାରିବି, ଅନୁଗ୍ରହ କର।
ମୁହିଁ ଯେ କାଳ ରୂପ ଧରେ ଲୋକମାନଙ୍କୁ କ୍ଷୟ କରେ ପ୍ରକୃତି ମୋହର ଏସନ ନାଚେ ପୃଥିବୀ ସ୍ଥିତ ଜନ। ଭୀଷ୍ମ ବ୍ରଣାଦି ଯୋଦ୍ଧା ଯେତେ ମରିବେ ଏମାନେ ନିଶ୍ଚିତେ ତୋର ନାସିବା ପାପ ହେବ ଏ ଭାବ ମନରେ ନ ଭାବ। ଏଣୁ ତୁ ବେଗେ ଉଠ ପାର୍ଥ ବିନାଥ ଏ ଯୋଦ୍ଧା ସମସ୍ତ ଏହାଙ୍କୁ ନାସି ଯଶ ରଖ ଭୋଗ ନିର୍ବିଘ୍ନେ ରାଜ୍ୟ ସୁଖ। ପୂର୍ବୁ ନାସିଛି ୟାଙ୍କୁ ମୁହିଁ ନିମିତ୍ତ ମାତ୍ର ହୁଅ ତୁହି ଧାନୁକି ଶ୍ରେଷ୍ଠ ଦ୍ରୋଣ ବୀର ଇଚ୍ଛା ମୃତ୍ୟୁ ଗଙ୍ଗା କୁମର ଭୂରି ଶ୍ରବାଧିବ ତେଜିଆନ ଏହାକୁ ଜୟ ତୁ ନ ଘେନ। ମୁଁ କାଳ ରୂପ ଧରି ପୃଥିବୀର ସକଳ ଲୋକଙ୍କୁ କ୍ଷୟ କରେ। ଭୀଷ୍ମ ଦ୍ରୋଣାଦି ଯେତେ ଯୋଦ୍ଧା ଏମାନେ ସେହି କାଳ ବଳରେ ମରିବେ। କେବଳ ତୁ ନିମିତ୍ତ ମାତ୍ର। ତୁ ମାରିବୁ ବୋଲି ଯେ ତୋର ପାପ ହେବ ଏ କଥା ମନ ମଧ୍ୟରେ ଭାବନା କର ନାହିଁ ହେ ପାର୍ଥ। ଏଣୁ ତୁ ଶୀଘ୍ର ଉଠି ଏ ଯୋଦ୍ଧାମାନଙ୍କୁ ବିନାଶ କରି ରାଜ୍ୟ ସୁଖଭୋଗ କର। ମୁଁ ସେମାନଙ୍କୁ ନାସିଛି ତୁ କେବଳ ନିମିତ୍ତ ମାତ୍ର। ଧାନୁକି ଶ୍ରେଷ୍ଠ ଦ୍ରୋଣ ଇଚ୍ଛା ମୃତ୍ୟୁ ଭୀଷ୍ମ ଏକାଗ୍ନିଧାରୀ କର୍ଣ୍ଣ ଜୟଦ୍ରଥ ଅଶ୍ୱତ୍ଥାମା ତୁ ଏମାନଙ୍କୁ ଭୟ ନ କରି ମୋତେ ସମର୍ପି ଦେଇ କ୍ଷୁବ୍ଧ କର ଜୟୀ ହେବୁ। ସଞ୍ଜୟ କହିଲେ ହେ ରାଜା। ଅର୍ଜୁନ ଏ କଥା ଶୁଣି ଭୟରେ କମ୍ପି କୃଷ୍ଣଙ୍କ ପାଦରେ ନମସ୍କାର କରି କହିଲେ ହେ ହରି ଏ ସଂସାରରେ ଦେହ ଧରି ଯେତେ ଲୋକ ତୁମର ମହିମା କୀର୍ତ୍ତନ କରନ୍ତି ସେମାନେ ପରମ ସୁଖରେ ଦିନ ନିଅନ୍ତି। ଦୁର୍ବୃତ୍ତ ପାପୀ ରାକ୍ଷସମାନେ ତୋତେ ଦେଖି ଭୟରେ ପଳାନ୍ତି ଓ ସିନ୍ଧମାନେ ଭକ୍ତିଯୁକ୍ତରେ ପ୍ରଣାମ କରନ୍ତି। ଶୁଣିନ କୃଷ୍ଣଙ୍କ ବଚନ ଭୟରେ କମ୍ପିତ ଅର୍ଜୁନ କରକୁ ଅଞ୍ଜଳି କରିଣ ମନ ମଧ୍ୟରେ ସେ ଡରିଣ। ସମସ୍ତଙ୍କୁ କରି ଅବନତ ପାଦ ପଦ୍ମରେ ଦେଇ ଚିତ କୃଷ୍ଣେ କରିଣ ନମସ୍କାର କହେ ଅର୍ଜୁନ ପୁନର୍ବାର। ଏ ଯେତେ ଭଗାରି ତୋହର ଆଗୁ ମୁଁ କରିଛି ସଂହାର ମନୁ ତୁ ଚିନ୍ତା ଛାଡ଼ି ଦେଇ ଯୁଦ୍ଧକୁ ଉଠ ବେଗ ହୋଇ ସମସ୍ତ ମୋତେ ଅର୍ପି ଦିଅ ଯୁଦ୍ଧରେ ଜୟୀ ତୁହି ହୁଅ। ଅର୍ଜୁନ ଉବାଚ ତଦନ୍ତେ କହିଲେ ଅର୍ଜୁନ ଏହି ଜଗତେ ଯେତେ ଜନ ତୁମର ମହିମା କୀର୍ତ୍ତନ କରିଣ ସୁଖେ ନିଅନ୍ତି ଦିନ। ରାକ୍ଷସେ ଭୟେ ପଳାବନ୍ତି ସିଧେ ଦଣ୍ଡବତ କରନ୍ତି। ମହାତ୍ମା ଏକ ମାତ୍ର ତୁହି ତୋ ଦେଶ କାଳ ପାତ୍ର ନାହିଁ ବ୍ୟକ୍ତ ଅବ୍ୟକ୍ତ ଅଟୁ ତୁହି ଜଗତ କାରଣ ତୁ ହୋଇ ପ୍ରକୃତି ରୂପ ଗୁଣ ଧରି ଜୀବ ତୁ ପ୍ରତ୍ୟେକ ଘଟରି ନଥିବାରୁ ତୋ ରୂପରେଖା ଅସତ ବୋଲ ପଦ୍ମମୁଖ ଅଛୁ ତୁ ବୋଲି ଅଟୁ ସତ ତେଣୁ ସମସ୍ତେ ପ୍ରଣିପାତ ଅନନ୍ତ ରୂପ ଧରି ତୁହି ଦେବଙ୍କ ଆଦ୍ୟ ଯେ ବୋଲାଇ ପୁଣି ତେ ପୁରୁଷ ପୁରାଣ ଆବର ଜଗତ ବିଧାନ ଜ୍ଞାନ ଜ୍ଞୟ ତୁ ସର୍ବସ୍ଥାନ ବ୍ୟାପି ରହିଛୁ ବିଶ୍ୱମାନ। ତୁ ଯମ ବାୟୁ ଜଳପତି ତୁ ଅଗ୍ନି ଚନ୍ଦ୍ର ପ୍ରଜାପତି ଏହି ପ୍ରକାଣ୍ଡ ବିଶ୍ୱ ସଂସାର ମଧ୍ୟରେ ତୁ ଏକମାତ୍ର ମହାତ୍ମା। ତୋର ଦେଶ କାଳ ପାତ୍ର କିଛି ନାହିଁ। ତୁ ବ୍ୟକ୍ତ ଓ ଅବ୍ୟକ୍ତ ତୁ ପ୍ରକୃତି ତୁ ରୂପ ଗୁଣ ତୁ ସତ୍ ଅସତ୍ ତେଣୁ ତତେ ପ୍ରଣାମ କରୁଛି। ତୁ ଅନନ୍ତ ରୂପ ଧରି ଦେବଙ୍କ ଆଦ୍ୟ ବୋଲାଉ ପୁରୁଷ ପୁରାଣ ଜଗତ ବିଧାନ ଜ୍ଞାତା ଜ୍ଞେୟ ବିଶ୍ୱରେ ସର୍ବସ୍ଥାନ ବ୍ୟାପି ରହିଛୁ। ତୁ ଯମ ବାୟୁ ଜଳପତି ଅଗ୍ନି ପ୍ରଜାପତି ପିତାମହ ଅଟୁ ତେଣୁ ଭକ୍ତି ଭାବରେ ମୁଁ ତତେ ପୁଣି ନମସ୍କାର କରୁଅଛି। ତେଣୁ ତୁ ଅଟୁ ପିତାମହ ସମସ୍ତେ ନମ୍ର ସ୍ମରଣୀୟ ତେଣୁ ମୁଁ ବାରମ୍ବାର ତତେ ନମଇ ଭକ୍ତି ଭାବ ଚିତେ। ହେ ସର୍ବବ୍ୟାପୀ ତୋ ଆଗରେ ପୁଣି ମୁଁ ତୋହର ପଛରେ ସମସ୍ତ ଦିଗେ ତୋର ହରି ସର୍ବଦା ନମସ୍କାର କରି। ଅସୀମ ଶକ୍ତିମନ୍ତ ତୁହି ଅନନ୍ତ କାଳେ ତୋର ଦେହି ସମସ୍ତ ଜଗତେ ତୁ ପୂର୍ଣ୍ଣ ସର୍ବସ୍ୱରୂପୀ ତୁହି ପୁଣ। ମୁଁ ତୁମ୍ବ ମହିମା ନ ଜାଣି ସଖା ସ୍ୱରୂପ ତତେ ମଣି ହେ କୃଷ୍ଣ ସଖା ଯଦୁପତି ଏପରି ଯେତେକ ଭକତି ଭ୍ରମ ବଂଶରେ ବନ୍ଧୁ ପଣେ କହିଛି ଯା ସବୁ ବଚନେ ଶୟନେ ଭଜନେ ବିହାରେ ଖେଳ ଆଦି ପରିହାସରେ ଯେ କଟୁ ଭାଷା ଅଛି କହି ତେଣୁ ମୁଁ କ୍ଷମା ମାଗୁଛଇଁ। ହେ ହରି ମୁଁ ତ ପୃଷ୍ଠ ଅଗ୍ରଭାଗର ସମସ୍ତ ଦିଗରେ ତୋର ଅସୀମ ଶକ୍ତି ଅନନ୍ତ ବଳ ସର୍ବଜଗତପୂର୍ଣ୍ଣ ସ୍ୱରୂପକୁ ଦେଖି ତତେ ନମସ୍କାର କରୁଅଛି। ହେ ହରି ମୁଁ ତୋର ମହିମା ନ ଜାଣି ତତେ ସଖା ଓ ବନ୍ଧୁ ଭାବରେ ଶୟନ ଭୋଜନ ଖେଳ ପରିହାସରେ ଯେତେ କଟୁ କଥା କହୁଛି ମୋତେ କ୍ଷମା ଦେବ।
ଏ ଯେତେ ସ୍ଥାବର ଜଙ୍ଗମ ଏହାଙ୍କ ପିତା ତୁ ମୋହନ ଗୁରୁଙ୍କ ଗୁରୁ ଯେ ଆପଣ ତିନି ଲୋକେ ନାହିଁ ତା ସମ ଦ୍ୱିତୀୟ ତୋହ ସମାନରେ ଉତ୍କୃଷ୍ଟ ନ ଦେଖେ ସଂସାରେ ସେଥି ନିମିତ୍ତ ଭୂମେ ପଡ଼ି ବନ୍ଦନା କରେ କର ଯୋଡ଼ି ଯେପରି ପୁତ୍ର ଦୋଷ ପିତ ସଖା ଦୋଷ ସଖା ଯେମନ୍ତ ଯେପରି ପତି ପତ୍ନୀ ଦୋଷ କ୍ଷମା କରି ନବ ହେ ରୋଷ ସେପରି ହେ ଦେବ ମୋହର କଲାପରାଧ କ୍ଷମା କର ଜଗନ୍ନିବାସ ମୁଁ ତୁମ୍ଭର ଅସୀମ ବିରାଟ ଶରୀର ଦକ୍ଷିଣ ହେଲି ତ ସତ ମାତ୍ର ଭୟେ ମୁଁ କମ୍ପେ ଗାତ୍ର ଏ ଯେତେ ସ୍ଥାବର ଜଙ୍ଗମ ତୁମ୍ଭେ ଏହାଙ୍କର ସ୍ରଷ୍ଟା ତୁମ୍ଭେ ଗୁରୁଙ୍କ ଗୁରୁ ତିନି ଲୋକରେ ତୁମ୍ଭ ସମାନ ଦ୍ୱିତୀୟ ନାହିଁ ତେଣୁ ଭୂମିରେ ପଡ଼ି ପ୍ରାର୍ଥନା କରେ ପିତା ଯେପରି ପୁତ୍ର ଦୋଷ ପତି ଯେପରି ପତ୍ନୀ ଦୋଷ କ୍ଷମା କରେ ସେହିପରି ମୋର ସଖା ଭାବ ଦୋଷ କ୍ଷମା କର ହେ ଜଗନ୍ନିବାସ ମୁଁ ତୁମ୍ଭର ବିରାଟ ଶରୀର ଦେଖି ତୋଷ ହେଲେ ମଧ୍ୟ ଭୟରେ ମୋର ଦେହ ଥରଇ ପୂର୍ବେ ଯେପରି ତୋର ଚତୁର୍ଭୁଜ ଲାବଣ୍ୟ ରୂପ ଥିଲା ତାହା ଧାରଣ କର ପୂର୍ବେ ତ ଚତୁର୍ଭୁଜ ଦେହ ଗଦା କିରୀଟି ଚକ୍ର ସହ ଯାହା ଦେଖୁଛି ଇଛେ ତାହା ହେ ମହାବାହୁ ହୁଅ ତାହା ଶ୍ରୀ ଭଗବାନ ଉବାଚ आहे अर्जुन ଶୁଣ ତୁହି ପ୍ରସନ୍ନ ହୋଇ ତତେ ମୋହି ଏହି ଅସୀମ ତେଜିୟାନ ବିଶ୍ୱବସ୍ତୁ କଲୁ ଦର୍ଶନ ଏ ଯୋଗ ମାୟାରୁ ଉଦିତ କେନ ଦେଖିଛି ତବ୍ୟତୀତ ବେଦାଧ୍ୟୟନ ଯଜ୍ଞଦାନ ତପସ୍ୟା ଅଗ୍ନିହୋତ୍ରମାନ ଯେମାନେ ସଂସାର କରନ୍ତି ଏ ରୂପ ଦେଖି ନ ପାରନ୍ତି ହେ କୁରୁ ବୀର ତୋହ ଭିନ୍ନ ମୋ ବିଶ୍ୱରୂପକୁ ଦର୍ଶନ କରି ନାହାନ୍ତି ଭବେ କେହି ଅଧିକ କି କହିବି ମୋହି ଶ୍ରୀକୃଷ୍ଣ କହିଲେ ହେ ଅର୍ଜୁନ ଏହି ଯେଉଁ ମୋର ବିଶ୍ୱରୂପ ଦର୍ଶନ କଲୁ ଏ ରୂପ ଯୋଗମାୟାରୁ ଉଦୟ ତୋ ବ୍ୟତୀତ ଅନ୍ୟ କେହି ଦେଖି ନାହାନ୍ତି ଯେଉଁମାନେ ବେଦାଦି ଅଧ୍ୟୟନ ନାନାଦି ଯଜ୍ଞ ବିବିଧ ଦାନ ତପସ୍ୟା ଓ ଅଗ୍ନି ହୋମମାନ କରନ୍ତି ସେମାନେ ମୋର ଏହି ବିରାଟ ରୂପ ଦେଖିପାରନ୍ତି ନାହିଁ ମୋର ଏ ଭୟଙ୍କର ଦେହ ଦେଖି ମୋହିତ ତୁହି ନୁହଁ ଏବେ ତୁ ସନ୍ତୋଷ ଚିତ୍ତରେ ଭୟ ଭାବନା ରଖ ଦୂରେ ମୋହର ସେ ପୂର୍ବ ଶରୀର ଦେଖ ଏ ବୀର ପୁନର୍ମାର ସଞ୍ଜୟ ଉବାସ ବୋଲେ ସଞ୍ଜୟ आहे ଦେବ ଏପରି କହି ବାସୁଦେବ ନିଜର ପୂର୍ବ ରୂପ ଧରି ଅର୍ଜୁନେ ଦେଖାଇଲେ ହରି ପ୍ରଶାନ୍ତ ରୂପକୁ ଧଇଲେ ଅର୍ଜୁନ ଭୟକୁ ନାସିଲେ କରିଲେ ସାନ୍ତ୍ୱନା ପ୍ରଦାନ ଦୟା ସାଗର ଭଗବାନ ଅର୍ଜୁନ ଉବାଚ हे जनार्दन ମୁଁ ତୁମ୍ଭର ମନୁଷ୍ୟ ରୂପ ମନୋହର ହେ ଦକ୍ଷିଣ ମନ ହେଲା ସ୍ଥିର ଘୁଞ୍ଚିଲା ଭୟେ ହୃଦୟର ମୋର ଭୟଙ୍କର ରୂପ ଦେଖି ତୁ ମୋହନ ହୋଇ ଧୈର୍ଯ୍ୟ ଧରି ମୋର ପୂର୍ବ ଶରୀର ଦେଖ ସଞ୍ଜୟ କହିଲେ ହେ ରାଜା ବାସୁଦେବ ଅର୍ଜୁନକୁ ଏପରି କହି ନିଜର ପୂର୍ବ ଦେହ ଧରିବାକୁ ଅର୍ଜୁନ ଭୟ ତ୍ୟାଗ କଲେ ଅର୍ଜୁନ କହିଲେ ହେ ହରି ତୁମର ଏ ଲାବଣ୍ୟ ରୂପ ଦେଖି ମୋର ଭୟ ଦୂର ହେଲା ଶ୍ରୀ ଭଗବାନ ଉବାଚ ମୋର ଏ ବିରାଟ ଶରୀର ଯାହା ଦେଖିଲୁ ପାର୍ଥବୀର ଦେବତା ନିତ୍ୟ ଦର୍ଶନେ
କରନ୍ତି ଇଚ୍ଛା ସଦମନେ ସହଜେ ନୁହଁଇ ଦର୍ଶନ ତୁ ଭକ୍ତ ହେତୁ ଦର୍ଶନ ତପସ୍ୟା ଦାନ ବେଦ ପାଠ ଯଜ୍ଞାଦି କରି ବ୍ରତନିଷ୍ଠ ଏଥିରେ ରୂପ ଦର୍ଶନ ସମର୍ଥ ନୁହେଁ କେହି ଜନ ମାତ୍ର ତ ଦୃଢ଼ ଭକ୍ତି ବଳେ ଏ ରୂପ ଦେଖାଇଲି ହେଳେ ଆହେ ଅର୍ଜୁନ ବୀର ଶୁଣ ମୋର ବଚନ ମନେ ଘେନ ମୋ ପାଦେ ଚିତ୍ତ ଦୃଢ଼େ ଦେଇ ଯେ ମୋତେ ଏକାନ୍ତେ ଭଜଇ ଏକାନ୍ତ ଭକ୍ତି ଯୁକ୍ତ ପ୍ରାଣୀ ସହଜେ ପାରେ ମୋତେ ଜାଣି ମୋର ସ୍ୱରୂପ ତତ୍ତ୍ୱମାନ ଜାଣେ ଦେଖଇ ସେହି ଜନ ତେଣୁ ସେ ମୋହର ଶରୀରେ ଲୀନ ହୁଅଇ ସହଜରେ। ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ତୁ ମୋର ପ୍ରଧାନ ଭକ୍ତ ହେତୁ ଏ ମୋର ବିଶ୍ୱରୂପ ଦେଖିଲୁ। ଦେବତାମାନେ ନୀତି ଇଚ୍ଛା କରି ମଧ୍ୟ ଦେଖିପାରନ୍ତି ନାହିଁ। ତପସ୍ୟା, ଦାନ, ବେଦପାଠ, ଯଜ୍ଞକର୍ମ ଓ ବ୍ରତକାରୀମାନେ ମୋର ଏ ରୂପ ଦେଖିବାକୁ ସମର୍ଥ ନୁହନ୍ତି। ହେ ଅର୍ଜୁନ, ଯେ ମୋତେ ନିଷ୍କାମ ଭାବେ ମନ ସଂଯତ କରି ଏକାଗ୍ର ଭକ୍ତିରେ ଭଜେ, ସେ ଭକ୍ତି ବଳରେ ମୋର ଏହି ବିଶ୍ୱରୂପ ଦେଖିବାକୁ ସମର୍ଥ ହୁଏ। ଯେଉଁମାନେ ମୋର କୂଟଶୂନ୍ୟ ଏକାନ୍ତ ଭକ୍ତ, ସେମାନେ ମୋର ଶରୀରରେ ଲୀନ ହୁଅନ୍ତି। ମୋ ଲାଭ ପାଇଁ ଯେଉଁ ନର କର୍ମ କରଇ ନିରନ୍ତର ଯା ମନ ଆସକ୍ତ ମୋଠାରେ ସେ ଭକ୍ତ ହୁଅଇ ମୋଠାରେ ଯେ ସର୍ବ ସଂସର୍ଗ ତେଜଇ ସେ ପ୍ରାଣୀ ମଙ୍ଗଳ ବାଞ୍ଛଇ ଯାହାର ଶତ୍ରୁ ଭାବ ନାହିଁ ସେ ନର ନିଶ୍ଚେ ମୋତେ ପାଇ କର୍ମ ଜ୍ଞାନ ସାଧନ ଯୋଗ ୟାଠାରୁ ଭକ୍ତି ଶ୍ରେଷ୍ଠ ଯୋଗ ସୁଜନ ଦୋଷ ମନ ଧର କହଇ ବାସୁଦେବ ଛାର। ଯେ ଶତ୍ରୁଭାବ ଛାଡ଼ି ନିର୍ମଳ ମନରେ ମୋତେ ଭକ୍ତି କରେ ସେ ମୋତେ ପାଏ। କର୍ମଜ୍ଞାନ ସାଧନ ଯୋଗଠାରୁ ଭକ୍ତି ଯୋଗ ଶ୍ରେଷ୍ଠ ଅଟେ। ଇତି ଶ୍ରୀମହାଭାରତେ ଶତସହସ୍ରାଂ ସଂହିତାୟାଂ ବୟାସିକ୍ୟାଂ ଭୀଷ୍ମ ପର୍ବଣି ଶ୍ରୀଭଗବଦ୍ଗୀତା ସୁପନିଷେଷୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ବିଶ୍ୱରୂପ ଦର୍ଶନାନ ମୈକା 10 ଅଧ୍ୟାୟ।